ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆମ କଲୋନୀ ଲେଡ଼ିଜ୍ ମାନେ ମିଶିକି ଆମେ ଆଜି ଭୋଜି କରୁଥିଲୁ। ତ ଆମେ ଏଠି ଅଧା ଲେଡ଼ିଜ୍ ଆସି ଯାଇଥିଲୁ। ତ ବହୁତ ଜୋରେ ଥଣ୍ଡା ଲାଗୁଥିଲା, ତ ନାନୀ ହେକା ଏଠି ଚା ବନେଇକି ପିଉଥିଲେ। ତାପରେ ଆମେ କ'ଣ କରିବା ଆଉ ବସିକି ଏଠି କଥାବାର୍ତ୍ତା ହେଉଥିଲୁ। ତ ଦେଖନ୍ତୁ ସାଙ୍ଗମାନେ କ'ଣ ଆମର ସବୁ ଆଇଟମ୍ ହେଇଛି। ପାମ୍ପଡ଼, ସାଲାଡ଼, ପରିବା ପଡ଼ି ଶାଗ ହେଇଛି, ଭାତ, ଖଟା, ଏଇଟା ପାଣି ଖଟା ହେଇଛି, ଡାଲମା, ମିଠା। ତ ସବୁ ସାଧା ରୋଷେଇ ହେଇଛି। ତ ଆମେ ମାନେ ଏଠି ବଢ଼ା ବଢ଼ି ଦାୟିତ୍ୱରେ ରହିଥିଲୁ। ତ ଆମର ମଝିରେ ମଝିରେ ଏମିତି ଲେଡ଼ିଜ୍ ମାନେ ମିଶିକି ଭୋଜି କରୁ। ତ ଏଠି ବାଢ଼ିକି ଖାଇବାକୁ ଦେଉଥିଲୁ, ଏ ପାଖରେ ଖାଉଥିଲେ, ଏ ପାଖରେ ସବୁ ବଡ଼ମାନେ ବସିକି କଥାବାର୍ତ୍ତା ହେଉଥିଲେ। ତ ସମସ୍ତେ ଖାଇସାରିବା ପରେ ଆମେ ମାନେ ଯେଉଁ ବଢ଼ା ବଢ଼ି କରୁଥିଲୁ ଯେଉଁମାନେ, ତ ବସିକି ଆମେ ଖାଇଥିଲୁ। ସତରେ ସାଙ୍ଗମାନେ ବହୁତ ଟେଷ୍ଟି ରୋଷେଇ ହେଇଥିଲା। ସାଧା ହେଇଥିଲା କିନ୍ତୁ ବହୁତ ଟେଷ୍ଟି ହେଇଥିଲା। ତ ଆମେ ଏଠି କଥାବାର୍ତ୍ତା ହେଇକି ଖାଉଥିଲୁ। ତ ଦେଖନ୍ତୁ ସାଙ୍ଗମାନେ, ଖଟାଟା ଏତେ ଟେଷ୍ଟି ହେଇଛି ଯେ ନାନୀ ପୁରା ଆଜି ଅଧ ବାଲ୍ଟିଏ ଖଟା ପିଇଛନ୍ତି। ତ ଇଏ ହେଉଛନ୍ତି ମମତା ନାନୀ। ତ ଏ ଭୋଜିର ମେନ୍ ଆକର୍ଷଣ। ତ ଇଏ ବହୁତ ମଜା ମଜା କଥା କୁହନ୍ତି, ବହୁତ ହସାନ୍ତି ଭୋଜିରେ। ତ ବହୁତ ମଜା ହୁଏ। ତ ବଡ଼ମାନେ ଏଠି ଖାଇସାରିକି ସବୁ କଥାବାର୍ତ୍ତା ହେଉଥିଲେ। ତାପରେ ଆମେମାନେ ବି ଟିକେ ବସିଥିଲୁ। ତାପରେ ଘରକୁ ଆସିଥିଲୁ। ରହିଲି ସାଙ୍ଗମାନେ।